ମାନେ ଆଉ ସବୁ ଭଲ। ଆଉ ଭିଡ଼ିଓ ତ ପଇଲା ବେଳକୁ ଖାଲି ସବସ୍କ୍ରାଇବ୍ କରୁନା, ଲାଇକ୍ କରୁନା, ସେୟାର କରୁନା, ଟେକି ଦେଉଛ। ତମେ ସପୋର୍ଟ କଲେ ମୁଁ ସପୋର୍ଟ କରିବି। ତମେ ସବୁ ସପୋର୍ଟ କରୁନା, ଆମେ ସପୋର୍ଟ କରିବୁ। ଆଉ ଗୋଟେ କଥା କହିବି, ଗୋଟେ ଜାଗାରେ ଧାନ ରହିବ, ଗୋଟେ ଜାଗାରେ ପଇସା ରହିବ। କେଉଁ ଜିନିଷଟାକୁ ଆଗେ ମଣି ନେବ, ଧାନଟାକୁ ନେବ ନା ଚାଉଳଟା ନା ପଇସାଟାକୁ ନେବ? ମୋତେ କମେଣ୍ଟରେ ଜଣେଇବ। ମୋ ଭିଡ଼ିଓ ଗୁଡ଼ା ପୋଷ୍ଟ କରୁଛି, କିଏ ଲାଇକ୍ ନାହାନ୍ତି, କେହି ସେୟାର ନାହାନ୍ତି, ସବସ୍କ୍ରାଇବ୍ କରୁନାହାନ୍ତି। ଗରିବ ପିଲାଟାକୁ କେହି ଗୋଟେ ପସନ୍ଦ କରୁନାହାନ୍ତି। ଭାବୁଥିଲି ମୁଣ୍ଡିଆ ଲୋକ, ଚାଷୀ ଘର ଲୋକ, ଚାଷୀକି କେହି ଭାଇ ପଚାରନ୍ତିନି। ଗୋଟେ କଲେକ୍ଟର ଯାଉଥିବ, ଗୋଟେ ଚାଷୀ ଲୋକ ଯାଉଥିବ, କି ଗୋଟେ ହାଇଫାଇ ଲୋକଟେ ଯାଉଥିବ, ଗୋଟେ ଚାଷୀ ଘର ଲୋକ ଯାଉଥିବ। ସେ ଚାଷୀ ଘର ଲୋକକୁ କେହି ପଚାରିବେନି। କାହିଁକି ପଚାରିବେନି? ସିଏ ତ ଚାଷୀ ଘର ଲୋକ ପଚାରିବେ କାହିଁକି? ସିଏ ଭାବୁଛନ୍ତି ଏଇ ଚାଷୀ ଘର ଲୋକ 100ର ଆର ଯୋଗାଉଛି ବୋଲି 100 ହଜାର ଲୋକକୁ ଆର ଯୋଗାଉଛି। ସେ ଚାଷୀକି କେହି ପସନ୍ଦ କରନ୍ତି। ମୁଁ ହାଟକୁ ଦିନେ ପରିବା ନେଇକି ଯାଇଥିନି। ପରିବାଟା କିଲୋଟା ଯଦି ବାଇଗଣ କିଲୋ 50 ଟଙ୍କା ହେଇଥିବ, ସିଏ କହିବ 30 ଟଙ୍କା ନେବୁ ନା? ଚାଷୀ ବଳ ଗଡ଼ିକି ପରିକି ମରିଯାଉ। ଆଉ ସେଇବାଗି ମୁଁ ନେଇକି ଯାଇଥିମି ଯଦି ପନିପରିବା ମୁଁ ପାଳରେ ହେଇଥିବ ନେଇକି ଯାଇଥିମି। ସେଠି ସିଏ କହିବେ ଆଉ ବାଇଗଣ କିଲୋ କେତେ ଲେଖା? ମାନେ ଆଉ 40 ଟଙ୍କା ଲେଖା। ସେ କହିବ ନା ସବୁଗୁଡ଼ା ତ 20 ଟଙ୍କା, ତୁମ 40 ଟଙ୍କା। ଚାଷୀ ବିଷ ଔଷଧ, ଭଲ ମନ୍ଦ, ଦୁଃଖ ହାନି ଲାଭ ସବୁ ସହିଲାଣି, ଚାଷୀ କିଛି ପାଇବନି। ଆଉ ଚାଷୀକି କେହି ପଚାରୁନି। ଧାନ ଅମଳ ହେବ, ଧାନ ଧୋଇଯିବ, ଭଲ ମନ୍ଦ ହେବ, ବର୍ଷା ତୋଫାନ ହେବ, ଚାଷୀ ନିଲଠାରେ ଫେରେ ଧାନ ବୁଣିବା ପାଇଁ ଚେଷ୍ଟା କରିବ। ମୁଁ କେମିତି ଧାନ ଫେରେ ପକାଇବି। ବିଲ ତ ଚାଷୀ କେବେ ବିଲରେ ପଡ଼ିଆ ପକାଇ ଦେବନି। ଯାହା ବି ହେଲେ ଚେଷ୍ଟା କରିବ ପକାଇବା ପାଇଁ। ଚେଷ୍ଟା କରିବ ଯେତେବେଳେ ପକାଇବା ପାଇଁ, ଚାଷୀ ଯେତେବେଳେ ଭାବିବ, ଚାଷୀ ତ ଧାନ ଭଲ ମନ୍ଦ କରି ପଇସା ଆପଣଙ୍କ ପାଖରେ ଥିବ, ମାନେ ଧାନ ଗଣ୍ଡାକ କି ଖାଦ୍ୟ, ସେ ଖାଦ୍ୟର କିଛି ନଥିବ। ପଇସା ଥାଉ, ଖାଦ୍ୟ ନଥିବ, ପେଟକୁ ତ ଖାଇବା ପାଇଁ କିଛି ନଥିବ, ପଇସା ଥାଉ, ପଇସା ଟଙ୍କା ଗଦାରେ ସୁଅ।